ଅନେକ ବର୍ଷ ତଳର କଥା। ଗୋଟିଏ ଗାଁରେ ଗୋଟିଏ ଗରିବ ଲୋକ ତା ଝିଅ ଆଉ ତା ସ୍ତ୍ରୀ ସହିତ ରହୁଥିଲା। ଲୋକଟି ବହୁତ ଗରିବ ଥିଲା। ପ୍ରତିଦିନ ସେ ଜଙ୍ଗଲକୁ ଯାଇ ଶୁଖିଲା କାଠ ହାଣି ଗାଁରେ ବିକ୍ରି କରୁଥିଲା। ଲୋକଟି ଗରିବ ଥିଲା ସତ, ହେଲେ ତା ମନଟି ଧନୀ ଥିଲା। ପ୍ରତିଦିନ ପରି ସେଦିନ ଜଙ୍ଗଲରେ କାଠ ହାଣୁଥିଲା। ଆରେ, ଆଜି ତ କାଠ ଗୁଡ଼ିକ କଞ୍ଚା ଅଛି, ମୁଁ କେମିତି ବିକ୍ରି କରିବି? ଏକଥା କହି ସେ ମନ ଦୁଃଖରେ କାଠ ହାଣୁଥିଲା। ସେହି ସମୟରେ ଜଣେ ସାଧୁ ବାବା ଆସି କହିଲେ, ପୁଅ, ମୁଁ ଜଙ୍ଗଲରେ ଏକୁଟିଆ ବୁଲୁଛି, ରାସ୍ତା ବି ଭୁଲି ଯାଇଛି। ବହୁତ ଶୋଷ ଲାଗିଲାଣି, ମୋତେ ଟିକେ ପାଣି ପିଇବା ପାଇଁ ଦେବ? ହଁ ବାବା, ନିଶ୍ଚିନ୍ତ ଦେବି। ଏକଥା କହି ସେ ଗୋଟିଏ ଘଡ଼ିରେ ପାଣି ଆଣି ବାବାଙ୍କୁ ପିଇବା ପାଇଁ ଦେଲା। ସାଧୁ ଜଣକ ପାଣି ପିଇ ସାରି ଧନ୍ୟବାଦ ଦେଲେ। ଦେଖିଲେ ଲୋକଟିର ମନ ଦୁଃଖ ଅଛି। ସାଧୁ ବାବା ପଚାରିଲେ, କ'ଣ ହେଇଛି ପୁଅ? ଏତେ ମନ ଦୁଃଖରେ ଥିଲା ଭଳି ଜଣାପଡ଼ୁଛ। ତାପରେ ଲୋକଟି ସାଧୁ ବାବାଙ୍କୁ କହିଲା, ବାବା, ମୁଁ ଜଙ୍ଗଲରୁ ଶୁଖିଲା କାଠ ହାଣି ମୋ ପରିବାରର ଗୁଜୁରାଣ ମେଣ୍ଟାଏ। ହେଲେ ଏତିକିରେ ମୋ ପରିବାର ଗୁଜୁରାଣ ମେଣ୍ଟି ପାରୁନି। ସାଧୁ ବାବା ସବୁ ବୁଝିପାରିଲେ ଆଉ କିଛି ଚମତ୍କାର କରିଲେ। ତାଙ୍କ ହାତକୁ ଗୋଟିଏ ଦୀପ ଆସିଲା। ସାଧୁ ବାବା ଲୋକଟିକୁ ଦୀପ ଦେଇ କହିଲେ, ପୁଅ, ଏ ଦୀପଟିକୁ ନିଅ। ଲୋକଟି କହିଲା, ବାବା, ଏ ଦୀପଟି ନେଇକି କ'ଣ କରିବି? ସାଧୁ ବାବା କହିଲେ, ପୁଅ, ଏ ସାଧାରଣ ଦୀପ ନୁହଁ, ଏହା ଗୋଟିଏ ଯାଦୁ ଦୀପ। ଲୋକଟି କହିଲା, ଯାଦୁ ଦୀପ? ବାବା କହିଲେ, ହଁ ପୁଅ, ଇଏ ହେଲା ଗୋଟିଏ ଯାଦୁ ଦୀପ। ଏଇ ଦୀପଟିକୁ ଜାଳି ତୁମେ ଯାହା ମାଗିବ ତୁମକୁ ସବୁ କିଛି ମିଳିଯିବ। ଲୋକଟି ବହୁତ ଖୁସି ହେଇଗଲା। ବାବାଙ୍କୁ ଧନ୍ୟବାଦ ଜଣାଇ ଘରକୁ ଦୀପଟିକୁ ନେଇ ଆସିଲା। ଆରେ ଶୁଣୁଛ, ଦେଖ ମୁଁ କ'ଣ ନେଇକି ଆସିଛି। କ'ଣ ହେଲା, କାହିଁ ଚିଲଉଛ? ଇଏ ଦେଖ, ଯାଦୁ ଦୀପ। ଯାଦୁ ଦୀପ? ହଁ, ଯାଦୁ ଦୀପ। ଆରେ ତୁମ ମୁଣ୍ଡ ଫୁଣ୍ଡ ଠିକ୍ ଅଛି ତ? ଆରେ ମୁଁ ସତ କହୁଛି, ଇଏ ଏକ ଯାଦୁ ଦୀପ। ତୁମେ ଦେଖିବା ପାଇଁ ଚାହୁଁଛ କି ୟାର କମାଲ? ମୋତେ ଭୋକ ଲାଗିଲାଣି, ମୋ ପାଇଁ କିଛି ଖାଇବାକୁ ମାଗ। ଲୋକଟି ଦୀପଟି ଲଗେଇ ଖାଇବା ମାଗିଲା। ଯେମିତି ଦୀପଟିକି ଲଗେଇ ଖାଇବା ମାଗିଛି, ତା ସାମ୍ନାରେ ଖାଇବା ଆସି ରହିଗଲା। ଦେଖିଲ ତ ଯାଦୁ ଦୀପର କମାଲ। ଏଥର ଯେତେବେଳେ ଯାହା ଇଚ୍ଛା ଯାଦୁ ଦୀପକୁ ମାଗିପାରିବ। ପରଦିନ ସକାଳୁ ଲୋକଟି ଜଙ୍ଗଲକୁ ଶୁଖିଲା କାଠ ଆଣିବାକୁ ଚାଲିଗଲା। ଲୋକଟି ଜଙ୍ଗଲକୁ ଗଲା ପରେ ତା ସ୍ତ୍ରୀ ଆଉ ତା ଝିଅ ଦୀପଟି ଲଗେଇ ଯାହା ଆବଶ୍ୟକ ଜିନିଷ ସବୁକିଛି ମାଗିଲେ। ବଡ଼ ଘର, ସୋଫା, ଯାହା ଯାହା ଦରକାରୀ ସବୁକିଛି ମାଗିଲେ। ତାଙ୍କ ଘରର ନକ୍ସା ବଦଳିଗଲା। ଲୋକଟି ସନ୍ଧ୍ୟାବେଳକୁ ଯେତେବେଳେ ଜଙ୍ଗଲରୁ ଫେରିଲା, ଆରେ, ଏତେ ବଡ଼ ଘର, ମୋ ଘର କୁଆଡ଼େ ଗଲା? ମୋର ତ ଏତେ ବଡ଼ ଘର ନୁହଁ। ଲୋକଟିର ସ୍ତ୍ରୀ କବାଟ ପାଖରେ ଠିଆ ହୋଇଥିଲା। ସ୍ୱାମୀକୁ କହିଲା, ଆରେ, ଏ ହେଲା ତୁମ ଘର। ଏହା ସବୁ ଯାଦୁଇ ଦୀପର କମାଲ। ଯାଦୁ ଦୀପ ପାଇଁ ସେମାନେ ସେମାନଙ୍କର ସବୁ ଆବଶ୍ୟକ ଜିନିଷ ପାଇଗଲେ। କିଛି ଦିନ ପରେ ଜଣେ ସାଧୁ ଆସି ତାଙ୍କ ଦୁଆରେ ଡାକିଲେ, ଝିଅ, ମୋତେ ବହୁତ ଶୋଷ ଲାଗୁଛି, ଟିକେ ପାଣି ପିଇବାକୁ ଦେବ? ସେହି ସମୟରେ ଲୋକଟି ଘର ଭିତରେ ଥିଲା। ସ୍ତ୍ରୀକୁ କହିଲା, କିଏ ସେ ଅଭଦ୍ର ମୂର୍ଖ ଏଠି ଆସି ପାଣି ମାଗୁଛି? ସ୍ୱାମୀଙ୍କ କଥା ଶୁଣି ସ୍ତ୍ରୀ କହିଲେ, କେଜାଣି, ଲାଗୁଛି କେହି ଜଣେ ଭିକାରୀ ବୋଧେ ପାଣି ମାଗୁଛି। ସ୍ୱାମୀଙ୍କ କଥା ଶୁଣି ସ୍ତ୍ରୀ କହିଲେ, ଚାଲ ଏଠୁ, ବାହାର ଏଠୁ,
ପାଣି ଫାଣି କିଛି ମିଳିବନି, ଏଠିକି ପଳେଇ ଆସିଲା ପାଣି ପିଇବାକୁ। ଏକଥା କହି ସ୍ତ୍ରୀ ଜଣକ ରାଗି କବାଟକୁ ବନ୍ଦ କରିଦେଲେ। ତାପରେ ସାଧୁ ବାବା ସେଠାରୁ ଚାଲିଗଲେ। ସେହି ସମୟରେ ଲୋକଟିର ଛୁଆକୁ ଭୋକ ଲାଗିଲା। ସେ ତା ମାଆକୁ କହିଲା, ମା, ମୋତେ କିଛି ଖାଇବାକୁ ଦିଅ। ତାପରେ ସ୍ତ୍ରୀ ଲୋକଟି ଦୀପ ଲଗେଇ ଖାଇବା ପାଇଁ ମାଗିଲା। ହେଲେ ଏଥରକ କିଛି ଖାଇବା ଆସିଲାନି। ସ୍ତ୍ରୀ ଲୋକଟି ସ୍ୱାମୀକୁ ଡାକି କହିଲା, ଆରେ ଏ କ'ଣ, ଦୀପ ଏଥର କ'ଣ କାମ କରୁନି? ସ୍ୱାମୀ ଜଣକ ମଧ୍ୟ ଦୀପକୁ ଲଗେଇ ଖାଇବା ମାଗିଲେ, ହେଲେ ଏଥର କୌଣସି କାମ କଲାନି। ସେହି ସମୟରେ ଲୋକଟିର ମନେ ପଡ଼ିଲା, କବାଟ ପାଖରେ ଯିଏ ଡାକୁଥିଲେ ସେହି ଲୋକଟି ମୋତେ ଏଇ ଯାଦୁ ଦୀପ ଦେଇଥିଲେ। ସେ ଦୌଡ଼ି ଯାଇକି ସାଧୁ ବାବାଙ୍କୁ କହିଲା, ବାବା, ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଯାଇଛି, ମୋତେ କ୍ଷମା କରିଦିଅନ୍ତୁ। ମୋ ସ୍ତ୍ରୀ ମଧ୍ୟ ଆପଣଙ୍କୁ ଚିହ୍ନି ପାରିଲାନି। କ୍ଷମା କରିଦିଅନ୍ତୁ। ଚାଲନ୍ତୁ ସାଧୁ ବାବା, ମୋ ଘରକୁ ଚାଲନ୍ତୁ, ମୁଁ ପାଣି ପିଇବାକୁ ଆପଣଙ୍କୁ ଦେବି। ପୁଅ, ଆଉ କୌଣସି ଫାଇଦା ନାହିଁ। ତୁ ଗୋଟେ ଭଲ ମଣିଷ ଥିଲୁ, ସେଥିପାଇଁ ଏ ଯାଦୁଦୀପ ମୁଁ ତୋତେ ଦେଇଥିଲି। ଯାଦୁଦୀପ ମଧ୍ୟ ତୋର କାମରେ ଆସୁଥିଲା। ଧନ ଆସିବା ମାତ୍ରେ ତୋ ମନରେ ଗର୍ବ ଅହଙ୍କାର ବଢ଼ିଗଲା। ତେଣୁ ଏ ଯାଦୁଦୀପ ତୋର ଆଉ କୌଣସି କାମରେ ଆସିବ ନାହିଁ। ଯାଦୁଦୀପ ମଧ୍ୟ କିଛି ଆଉ କାମ କରିବ ନାହିଁ। ଏକଥା କହି ସାଧୁ ଜଣକ ଜଙ୍ଗଲ ଭିତରକୁ ଚାଲିଗଲେ। ତାପରେ ଲୋକଟି ଚିଲେଇ ଚିଲେଇ କାନ୍ଦିବା ପାଇଁ ଲାଗିଲା। ସାଙ୍ଗମାନେ, ଏଥିରୁ କ'ଣ ଶିକ୍ଷା ପାଇଲେ? ଗରିବ ହୁଅ କି ଧନୀ ହୁଅ, ମଣିଷ ପଣିଆକୁ କେବେ ବି ହେଲେ ଭୁଲିବନି।